ସ୍ୱାଗତ ଓ ସୁସ୍ୱାଗତ ଆପଣମାନଙ୍କୁ ଓଡ଼ିଆ କ୍ଲାସ୍କୁ। ଆଜି ଆମେ ଆଲୋଚନା କରିବା +3 4th ସେମିଷ୍ଟାର ଓଡ଼ିଆ ଅନର୍ସର କୋର୍ ପେପର 8ର ୟୁନିଟ୍ 1ରେ ଯେଉଁ ରହିଛି ଲୋକ ସଂସ୍କୃତି ଓ ଲୋକ ସାହିତ୍ୟ ସଂଜ୍ଞା ସ୍ୱରୂପ ପ୍ରକାର ଭେଦ। ଏହି ୟୁନିଟ୍ 1ରୁ ବଛା ବଛା 2 ମାର୍କିଆ ପ୍ରଶ୍ନ ଗୁଡ଼ିକ ଆଜି ଆମେ ପଢ଼ିବା। 4th ସେମିଷ୍ଟାରକୁ ନେଇ ଆଜି ପ୍ରଥମ କ୍ଲାସ୍ ଆରମ୍ଭ ହୋଇଛି। ଆଗକୁ ନିୟମିତ ଭାବରେ ଓଡ଼ିଆ କ୍ଲାସ୍ ମାଧ୍ୟମରେ 4th ସେମିଷ୍ଟାରର ନିୟମିତ କ୍ଲାସ୍ ହେବ। ତେଣୁକରି ନିଜ ନିଜ ସାଙ୍ଗସାଥିମାନଙ୍କୁ ଓଡ଼ିଆ କ୍ଲାସ୍ ସହ ଯୋଡ଼। ଭିଡ଼ିଓଟି ଭଲ ଲାଗିଲେ ଶେଷରେ ଲାଇକ୍, ସବସ୍କ୍ରାଇବ୍ ଆଉ ସେୟାର କରିବାକୁ ଜମା ଭୁଲିବେ ନାହିଁ। ଲୋକଶବ୍ଦର ଇଂରାଜୀ ପ୍ରତିଶବ୍ଦ କ'ଣ? ଲୋକଶବ୍ଦର ଇଂରାଜୀ ପ୍ରତିଶବ୍ଦ ହେଉଛି ଫୋଲ୍କ। ଇଂରାଜୀ ଶବ୍ଦ ଲରେର ଅର୍ଥ କ'ଣ? ଇଂରାଜୀ ଶବ୍ଦ ଲରେର ଅର୍ଥ ହେଉଛି ଶିକ୍ଷା ବା ଜ୍ଞାନ। ଫୋଲ୍କଲୋରେ ଶବ୍ଦ କାହାକୁ ବୁଝାଇଥାଏ? ଫୋଲ୍କଲୋରେ ଶବ୍ଦ କେବଳ ଲୋକ ସାହିତ୍ୟକୁ ବୁଝାଇଥାଏ। ଲୋକ ସାହିତ୍ୟ ରୂପ ବା ଆଙ୍ଗିକ ଦୃଷ୍ଟିରୁ କେତେ ଭାଗରେ ବିଭକ୍ତ ଓ କ'ଣ କ'ଣ? ଲୋକ ସାହିତ୍ୟ ରୂପ ବା ଆଙ୍ଗିକ ଦୃଷ୍ଟିରୁ ମୁଖ୍ୟତଃ 2 ଭାଗରେ ବିଭକ୍ତ। ଗୋଟିଏ ହେଉଛି ଗଦ୍ୟାତ୍ମକ ଓ ଅନ୍ୟଟି ହେଉଛି ପଦ୍ୟାତ୍ମକ। ବିଷୟ ବିନ୍ୟାସ ବା ବିଶେଷତ୍ୱ ଦୃଷ୍ଟିରୁ ଲୋକ ସାହିତ୍ୟ କେତେ ଭାଗରେ ବିଭକ୍ତ? ବିଷୟ ବିନ୍ୟାସ ବା ବିଶେଷତ୍ୱ ଦୃଷ୍ଟିରୁ ଲୋକ ସାହିତ୍ୟକୁ 3 ଭାଗରେ ବିଭକ୍ତ କରାଯାଇଥାଏ। ତାହା ହେଉଛି ଗଦ୍ୟ, ପଦ୍ୟ ଓ ନାଟ୍ୟ, ଅର୍ଥାତ୍ ଲୋକ କାହାଣୀ, ଲୋକଗୀତ ଓ ଲୋକନାଟକ। ପଦ୍ୟାତ୍ମକ ଲୋକ ସାହିତ୍ୟରେ କ'ଣ କ'ଣ ଗ୍ରହଣ କରାଯାଇଥାଏ? ପଦ୍ୟାତ୍ମକ ଲୋକ ସାହିତ୍ୟରେ କାରୁଣ୍ୟ ଗୀତିକା, ନାଁ ଦିଆ, ମଜା ମଜଲିସ୍, ଖେଳ କୌତୁକ, ଆନନ୍ଦ ଉତ୍ସବ, କୃଷି ଓ ବାଣିଜ୍ୟ, ମଙ୍ଗଳ ଗୀତି ପ୍ରଭୃତିକୁ ଗ୍ରହଣ କରାଯାଇଥାଏ। ଗଦ୍ୟାତ୍ମକ ଲୋକ ସାହିତ୍ୟରେ କ'ଣ କ'ଣ ଗ୍ରହଣ କରାଯାଇଥାଏ? ଗଦ୍ୟାତ୍ମକ ଲୋକ ସାହିତ୍ୟରେ ଲୋକଚିତ୍ତର ଅଜସ୍ର ଜୟ ବିଜୟ, ବିସ୍ମୟ, ଭୟ, ନୂତନ ଓ ପୁରାତନ ଅଭିଜ୍ଞତା, ପର୍ଯ୍ୟଟନକାଳୀନ ଘଟଣା, ବିଶ୍ୱାସ ଅବିଶ୍ୱାସ, ଥଟ୍ଟା ଟାପରା କାହାଣୀ ଗର୍ଭିତ ହୋଇଥାଏ, ଅର୍ଥାତ୍ ଗୃହୀତ ହୋଇଥାଏ ବା ଗ୍ରହଣ କରାଯାଇଥାଏ। ଲୋକ ସାହିତ୍ୟର ବୈଶିଷ୍ଟ୍ୟ ରୂପେ କେଉଁ କେଉଁ ଦିଗକୁ ଗ୍ରହଣ କରାଯାଏ? ଲୋକ ସାହିତ୍ୟର ବୈଶିଷ୍ଟ୍ୟ ରୂପେ ପଲ୍ଲୀ ପ୍ରାଣତା, ପଲ୍ଲୀ ଜୀବନର ପ୍ରାଣପୂର୍ଣ୍ଣ ପରିପ୍ରକାଶ, ମୌଖିକ ପ୍ରବାହ, ଏକକ ବା ସାମୂହିକ ଆବୃତ୍ତି, ରଚୟିତାଙ୍କ ନାମହୀନତା, ସଙ୍ଗୀତର ମଧୁର ମୂର୍ଚ୍ଛନା ଓ ବିଷୟବସ୍ତୁର ଅର୍ଥହୀନତା ଗ୍ରହଣ କରାଯାଏ। ସାହିତ୍ୟ ଶରୀର ହେଲେ କିଏ ଆତ୍ମା ହେବ? ସାହିତ୍ୟ ଶରୀର ହେଲେ ସଂସ୍କୃତି ତାର ଆତ୍ମା ହେବ। ସଂସ୍କୃତିର ଇଂରାଜୀ ଶବ୍ଦ କ'ଣ? ସଂସ୍କୃତିର ଇଂରାଜୀ ଶବ୍ଦ ହେଉଛି କଲଚର। ଲୋକ ସଂସ୍କୃତିର ଅର୍ଥ କ'ଣ? ଲୋକମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ଚାଲିଚଳନ, ଆଚାର ବିଚାର, ବିଶ୍ୱାସବୋଧ, ନୀତି ନ୍ୟାୟ ତଥା ଅନ୍ୟାନ୍ୟ ସମସ୍ତ ସାମାଜିକ ଗୁଣଗୁଡ଼ିକ ହେଉଛି ଲୋକ ସଂସ୍କୃତି। କିଏ ଏକ ସମ୍ପତ୍ତି ନୁହେଁ ବରଂ ଏକ ଜୀବନ? ସଂସ୍କୃତି ଏକ ସମ୍ପତ୍ତି ନୁହେଁ ବରଂ ଏକ ଜୀବନ। ଲୋକ ସାହିତ୍ୟର ଅନ୍ୟ ନାମ କ'ଣ? ଲୋକ ସାହିତ୍ୟର ଅନ୍ୟ ନାମ ହେଉଛି ଜନସାହିତ୍ୟ। କାରଣ ଏହା ଜନଜୀବନର ପ୍ରକୃତିକୁ ପ୍ରକାଶ କରିଥାଏ। ଲୋକ ଶବ୍ଦର ଅର୍ଥ କ'ଣ? ଲୋକ ଶବ୍ଦର ଅର୍ଥ ଅତ୍ୟନ୍ତ ବ୍ୟାପକ ଏବଂ ଏହାର ଅର୍ଥ ସାଧାରଣ ଜନତାକୁ ବୁଝାଇଥାଏ। କନ୍ଧ, କଲ୍ହ, ଭୂୟାଁ, ଗଣ୍ଡ, ଗଦବା ପ୍ରଭୃତି ଆଦିବାସୀମାନଙ୍କ ଠାରୁ ଆରମ୍ଭ କରି ପଲ୍ଲୀ ଆଉ ନଗରର ଅଶିକ୍ଷିତ ଅର୍ଦ୍ଧଶିକ୍ଷିତ ଜନତା ପର୍ଯ୍ୟନ୍ତ ସମସ୍ତେ ଏହାର ଅନ୍ତର୍ଗତ।
ଅମରକୋଷରେ ଲୋକଶବ୍ଦ ସମ୍ପର୍କରେ କ'ଣ କୁହାଯାଇଛି? ଅମରକୋଷରେ ଲୋକଶବ୍ଦ ଅର୍ଥରେ ଜନ ଓ ଭୁବନକୁ ଗ୍ରହଣ କରାଯାଇଛି। ଅମରକୋଷ ଅନୁସାରେ ଲୋକରସ୍ତୁ ଭୁବନେ ଜନେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରିବାକୁ ଜମା ଭୁଲିବେ ନାହିଁ।